ପୁଣି ଥରେ ଆରମ୍ଭ ହେବ ହୀରାକୁଦ ଡ୍ୟାମ୍ର ବାମ ଡାଇକରେ ନିର୍ମାଣାଧୀନ ଅତିରିକ୍ତ ସ୍କିଲ୍ ୱେ କାମ। ତଳମୁଣ୍ଡରେ ଧନଜୀବନ ରକ୍ଷା, ଉଦ୍ଭିଦ, ଜୀବଜନ୍ତୁ ଓ ନଦୀର ସୁରକ୍ଷା ନେଇ ସରକାର ଏହି ନିଷ୍ପତ୍ତି ନେଇଛନ୍ତି, ଯେଉଁଥିପାଇଁ 844 କୋଟି ଟଙ୍କା ଖର୍ଚ୍ଚ ହୋଇପାରେ। ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ସର୍ଭେ କରାଯିବ। ଭାରତ ସ୍ୱାଧୀନତା ପାଇବା ପୂର୍ବରୁ କାମ ଆରମ୍ଭ ହୋଇଥିବା ଏହି ଜଳଭଣ୍ଡାରଟିକୁ ବର୍ତ୍ତମାନ 75 ବର୍ଷ ଟପିଲାଣି। ଏହି ଜଳଭଣ୍ଡାରଟିକୁ କ'ଣ ପାଇଁ, କାହିଁକି ଆଉ କେମିତି ସେତେବେଳେ ନିର୍ମାଣ କରାଯାଇଥିଲା, ତା ଉପରେ ଚାଲନ୍ତୁ ଭିଡ଼ିଓଟିରେ ଆଗକୁ ସମ୍ୟକରେ ନଜର ପକାଇବା। ଏସିଆ ମହାଦେଶର ସବୁଠୁ ଲମ୍ବା ମାନବ ନିର୍ମିତ ଡ୍ୟାମ୍ ହେଉଛି ହୀରାକୁଦ ଡ୍ୟାମ୍। ଉପକୂଳ ଓଡ଼ିଶାର ଏକ ବଡ଼ ଅଂଶକୁ ପ୍ରଭାବିତ କରୁଥିବା ବନ୍ୟା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଯାହାକୁ ନିର୍ମାଣ କରିବାର ମୂଳ ଉଦ୍ଦେଶ୍ୟ ଥିଲା। ଓଡ଼ିଶାର ଲୋୟର ଡେଲ୍ଟା ରିଜନ କଟକ ପୁରୀ ଅଞ୍ଚଳରେ ଏହା ଫ୍ଲଡ୍ ପ୍ରୋଟେକ୍ସନ୍ କରିବା ସହିତ ହୀରାକୁଦ ଡ୍ୟାମ୍ ଏକ ମଲ୍ଟିପର୍ପଜ୍ ପ୍ରୋଜେକ୍ଟ, ଯେଉଁଠୁ 347.5 ମେଗାୱାଟ୍ର ବିଦ୍ୟୁତ୍ ଦୁଇଟି ପାୱାର ହାଉସ୍ରୁ ଜେନେରେଟ୍ ହୋଇଥାଏ। ଗୋଟିଏ ପାୱାର ହାଉସ୍ ବୁର୍ଲା ଏବଂ ସେହିଠାରୁ 22 କିଲୋମିଟର ତଳକୁ ଚିପିଲିମାରେ ଆଉ ଏକ ପାୱାର ହାଉସ୍ ରହିଛି। ତା ସହିତ ବରଗଡ଼ ମେନ୍ କେନାଲ, ଶାସନ କେନାଲ ଆଉ ସମ୍ବଲପୁର କେନାଲ ତିନିଟି କେନାଲ ଦେଇ ସିଧାସଳଖ ଭାବେ ଏଥିରୁ 2,67,000 ହେକ୍ଟର ଜମିକୁ ଜଳସେଚିତ ହେଉଛି। ଏମିତି ଏକ ମାନବ ନିର୍ମିତ ପ୍ରକଳ୍ପକୁ ଇଂରେଜ ଶାସନ ସମୟରୁ ଶିଳାନ୍ୟାସ କରାଯାଇଥିଲା। 1937 ମସିହାରେ ଓଡ଼ିଶାର ଉପକୂଳ ଅଞ୍ଚଳଗୁଡ଼ିକରେ ଉପୁଜିଥିବା ବନ୍ୟା ପରିସ୍ଥିତି ପରେ ଭବିଷ୍ୟତରେ ବନ୍ୟା ଭଳି ପରିସ୍ଥିତିକୁ କେମିତି ରୋକାଯାଇପାରିବ ସେ ବିଷୟରେ ଚିନ୍ତା କରି ଇଞ୍ଜିନିୟର ଏମ୍ ବିଶ୍ୱେଶ୍ୱରାୟ ସମ୍ବଲପୁରର ହୀରାକୁଦ ଅଞ୍ଚଳରେ ମହାନଦୀ ଉପରେ ଏକ ଷ୍ଟୋରେଜ ରିଜର୍ଭର ବନାଇବା ପାଇଁ ପ୍ରସ୍ତାବ ଦେଇଥିଲେ। ଇଞ୍ଜିନିୟର ଏମ୍ ବିଶ୍ୱେଶ୍ୱରାୟଙ୍କର ପ୍ରପୋଜାଲ ଅନୁସାରେ ଇଂରେଜମାନେ 1937ରେ ହିଁ ହୀରାକୁଦ ଡ୍ୟାମ୍ ନିର୍ମାଣ କରିବା ପାଇଁ ଯୋଜନା କରିଥିଲେ। ହେଲେ ସେତେବେଳେ ଓଡ଼ିଶାବାସୀଙ୍କ ପାଇଁ ଭାଗ୍ୟର ବିଡ଼ମ୍ବନା ଥିଲା, କାହିଁକି ନା 1939ରୁ ୟୁରୋପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଷ୍ଟାର୍ଟ ହୋଇଯାଇଥିଲା। ଆଉ ଆମ ଭାରତର ଅର୍ଥ ସାଧନକୁ ବି ସେହି ଯୁଦ୍ଧରେ ଖର୍ଚ୍ଚ କରି ପକାଇଥିଲେ ଇଂରେଜମାନେ, ଯେଉଁଥିପାଇଁ ହୀରାକୁଦ ଡ୍ୟାମ୍ ନିର୍ମାଣରେ ବିଳମ୍ବ ଦେଖାଦେଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧର ସମାପ୍ତି ପରେ 1945 ମସିହାରେ ଡକ୍ଟର ବି.ଆର୍. ଆମ୍ବେଦକରଙ୍କର ଚେୟାରମ୍ୟାନସିପ୍ରେ ପୁଣି ଥରେ ଡ୍ୟାମ୍ ନିର୍ମାଣ ପାଇଁ ଡିସାଇଡ୍ ହେଲା। ଭାରତ ସ୍ୱାଧୀନତା ପାଇବା ପୂର୍ବରୁ 1946 ମସିହା ମାର୍ଚ୍ଚ 15ରେ ଓଡ଼ିଶାର ଇଂରେଜ ଗଭର୍ଣ୍ଣର ସାର୍ ହାଉସର ଲୁଇସ୍ ହୀରାକୁଦ ଡ୍ୟାମ୍ର ଫାଉଣ୍ଡେସନ୍ ଷ୍ଟୋନ୍ ରଖିଥିଲେ। ବେଳେବେଳେ ଏଭଳି ଖବର ଶୁଣିଲେ ମନକୁ ଟିକେ ଖୁସି ଲାଗେ ଯେ ଇଂରେଜମାନେ ଭାରତକୁ ଲୁଟୁଥିଲେ ସତ, ହେଲେ ଭାରତ ପାଇଁ ବି ବହୁତ କିଛି କରୁଥିଲେ। 1955 ବେଳକୁ ଡ୍ୟାମ୍ ନିର୍ମାଣର କାମ କମ୍ପ୍ଲିଟ୍ ହୋଇଥିଲେ ମଧ୍ୟ 1957 ମସିହାରେ ତାକୁ ଚାଲୁ କରାଯାଇଥିଲା। ହେଲେ 1966 ମସିହା ବେଳକୁ ଯାଇ ଫୁଲ୍ କାପାସିଟିକୁ ଆଚିଭ୍ କରିଥିଲା ହୀରାକୁଦ ଡ୍ୟାମ୍। ହୀରାକୁଦ ଡ୍ୟାମ୍ର ଟେକ୍ନିକାଲ ସାଉଣ୍ଡନେସ୍ ଏବଂ ଫିଜିବିଲିଟିକୁ ସୁପରଭାଇଜ୍ କରିବା ପାଇଁ ମୁଜୁମଦାର କମିଟିର ଆପଏଣ୍ଟମେଣ୍ଟ ହୋଇଥିଲା। ହୀରାକୁଦ ଡ୍ୟାମ୍, ଯାହାର ଉଚ୍ଚତା 60.96 ମିଟର 200 ଫୁଟ, ବନ୍ଧଟିର ଲମ୍ବା ହେଉଛି 4.8 କିଲୋମିଟର। ବନ୍ଧଟି ଦୁଇ ସାଇଡ୍କୁ 25.8 କିଲୋମିଟର ପର୍ଯ୍ୟନ୍ତ ଲମ୍ବି ରହିଥିବା ବେଳେ ତାର ଜଳଧାରଣ ଏରିଆ ହେଉଛି 83,400 ସ୍କୋୟାର କିଲୋମିଟର, ଯାହାର ଗଚ୍ଛିତ ଜଳଭଣ୍ଡାରରୁ ବରଗଡ଼, ସମ୍ବଲପୁର, ବଲାଙ୍ଗୀର, ସୁବର୍ଣ୍ଣପୁର ଆଦି ଡିଷ୍ଟ୍ରିକ୍ଟ ଗୁଡ଼ିକର ଚାଷୀମାନେ ଉପକୃତ ହେଉଛନ୍ତି। ତା ସହିତ ଉପକୂଳବର୍ତ୍ତୀ କଟକ, ପୁରୀ ଭଳି ଡେଲ୍ଟା ରିଜନ୍ ଗୁଡ଼ିକ ବନ୍ୟା ପ୍ରଭାବରୁ ମୁକ୍ତି ପାଉଛନ୍ତି। ଫିଜିବିଲିଟି ରିପୋର୍ଟ ଅନୁସାରେ ବନ୍ଧ ନିର୍ମାଣ ବେଳେ 168ଟି ଗାଁ ଏବଂ 1,35,000 ଏକର ଜମି ଯିବାର ଥିଲା। ହେଲେ କନଷ୍ଟ୍ରକ୍ସନ୍ ପରେ 325ଟି ଗାଁ ଆଉ
1,83,000 ଏକର ଜମି ଯାଇଥିଲା। 26,501 ଫ୍ୟାମିଲି ଡିସପ୍ଲେସ୍ ହେଇଥିଲେ। ବନ୍ଧ ନିର୍ମାଣ ବେଳେ କନଷ୍ଟ୍ରକ୍ସନ୍ କଷ୍ଟ ଥିଲା 1.01 ବିଲିୟନ। 101 କୋଟି ଅର୍ଥ ବିନିମୟରେ ଏହି ଡ୍ୟାମ୍ଟିକୁ ନିର୍ମାଣ କରାଯାଇଥିଲା। ଆଜିକା ଡେଟ୍ରେ ତା'ର ଭ୍ୟାଲୁ 8,000ରୁ 10,000 କୋଟି ଟଙ୍କା ହେବ। ଯେଉଁ ଡ୍ୟାମ୍ ଭିତରେ 12,300 ଏକର ଚାଷ ଜମି ଜଳମଗ୍ନ ହେଇଛି। 1 ଲକ୍ଷରୁ ଅଧିକ ଲୋକ ଜମି ହରାଇ ବିସ୍ଥାପିତ ହେଇଥିଲେ। କିଛି ବି ଡେଭଲପମେଣ୍ଟ ପଛର କାହାଣୀ ଦୁଃଖଦ ହିଁ ରହିଥାଏ, ଯାହାର କିମତ ପୁରା କରାଯାଇପାରେ ନାହିଁ। ହେଲେ ଡେଭଲପମେଣ୍ଟ ପାଇଁ ତାହା ଜରୁରୀ ମଧ୍ୟ। ଏହି ପୁରା ଘଟଣାକୁ ନେଇ ଆପଣମାନଙ୍କର କ'ଣ ମତାମତ ରହିଛି କମେଣ୍ଟ ବକ୍ସରେ ନିଶ୍ଚିନ୍ତ ଜଣାଇବେ। ତାହେଲେ ଆଜିକାର ଭିଡ଼ିଓରେ ବର୍ତ୍ତମାନ ପାଇଁ ଏତିକି। ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ। ସେତେବେଳେ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ। ଧନ୍ୟବାଦ।